ଆଜି ଆମେ ବିଶ୍ୱନାଥ କରଙ୍କ ମହାଶ୍ରୁତ ପ୍ରବନ୍ଧଟିକୁ ଆଲୋଚନା କରିବା। ପ୍ରବନ୍ଧଟି ଆଲୋଚନା କରିବା ପୂର୍ବରୁ ଆମେ ବିଶ୍ୱନାଥ କରଙ୍କ ବିଷୟରେ କିଛି ଜାଣିବା। ବିଶ୍ୱନାଥ କର ଥିଲେ ଏକାଧାରରେ ଜଣେ ସମାଜ ସଂସ୍କାରକ, ସମ୍ପାଦକ, ପ୍ରାବନ୍ଧିକ, ବାଗ୍ମୀ ଓ ସ୍ୱାଧୀନତା ସଂଗ୍ରାମୀ ସେ ଥିଲେ। ସେ ଓଡ଼ିଶାର ଜଣେ ପ୍ରବୀଣ ସାହିତ୍ୟିକ ଓ ସଂସ୍କାରକ ମଧ୍ୟ ଥିଲେ। ବାଗ୍ମୀ ବିଶ୍ୱନାଥ କର 1864 ଖ୍ରୀଷ୍ଟାବ୍ଦରେ ଡିସେମ୍ବର 24 ତାରିଖ ସେ କଟକ ଜିଲ୍ଲାସ୍ଥ ମୂଳବସନ୍ତ ଗ୍ରାମର ଏକ ପ୍ରସିଦ୍ଧ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ନିଜ ଗ୍ରାମ ପାଠଶାଳାରୁ ବିଦ୍ୟାଧ୍ୟୟନ ଶେଷ କରିବା ପରେ ସେ ନିଜ ଗ୍ରାମର ଏକ ସଂସ୍କୃତ ଟୋଲରେ ସଂସ୍କୃତ ଅଧ୍ୟୟନ କରିଥିଲେ। ତାପରେ ସେ କଟକ ଆସି ପ୍ୟାରୀମୋହନ ଏକାଡେମୀରେ ନାମ ଲେଖାଇଲେ। କେତେକ କାରଣରୁ ପ୍ୟାରୀମୋହନ ଏକାଡେମୀ ତ୍ୟାଗ କରି ସେ କଟକ ମିଶନ ସ୍କୁଲରେ ଅଧ୍ୟୟନ କଲେ। ଏଠାରୁ ଶିକ୍ଷା ସମାପ୍ତ କରି ସେ କଟକ ଜିଲ୍ଲାର ବିରଳ ଗ୍ରାମରେ ଶିକ୍ଷକତା ଆରମ୍ଭ କରିଥିଲେ। ଛାତ୍ରାବସ୍ଥାରେ ସେ ବ୍ରାହ୍ମ ଧର୍ମ ପ୍ରତି ଆକୃଷ୍ଟ ହୋଇଥିଲେ ଓ ବିବାହ କରି ଏକ ପୁତ୍ର ସନ୍ତାନ ଲାଭ କରିବା ପରେ ସେ ବ୍ରାହ୍ମ ଧର୍ମ ଗ୍ରହଣ କରିଥିଲେ ଓ ବ୍ରାହ୍ମଣ ସଂକେତ ଉପବୀତ ଫିଙ୍ଗି ଦେଇଥିଲେ। ତାପରେ ସେ କଟକ ଆସି ଟାଉନ ମଧ୍ୟ ମାଇନର ସ୍କୁଲରେ ଶିକ୍ଷକ ହେଲେ ଓ କଟକଠାରେ ମୟୂରଭଞ୍ଜ ମହାରାଜଙ୍କ ଆନୁକୂଲ୍ୟରେ ପ୍ରକାଶିତ ଉତ୍କଳ ପ୍ରଭା ବନ୍ଦ ହୋଇଯିବାରୁ କଟକରେ ସାହିତ୍ୟ ଚର୍ଚ୍ଚାର ଏକାନ୍ତ ଅଭାବ ଅନୁଭୂତ ହେଲା। ଭକ୍ତ କବିଙ୍କ ପରାମର୍ଶକ୍ରମେ ସେ 1897 ଖ୍ରୀଷ୍ଟାବ୍ଦ ଜାନୁଆରୀ ମାସରେ ଉତ୍କଳ ସାହିତ୍ୟ ମାସିକ ପତ୍ରିକା ନିଜ ସମ୍ପାଦକତ୍ୱରେ ପ୍ରକାଶ କଲେ। ବହୁ ଅଭାବ ଓ ଅସୁବିଧାର ସମ୍ମୁଖୀନ ହୋଇ ସେ ମଧ୍ୟ ଏହା ଏକ ସମ୍ମାନିତ ପତ୍ରିକା ରୂପେ 1934 ମସିହା ପର୍ଯ୍ୟନ୍ତ ପ୍ରକାଶିତ ହୋଇଥିଲା। ଉତ୍କଳ ସାହିତ୍ୟ ମାଧ୍ୟମରେ ଏହି 38 ବର୍ଷ ଯାହାକି 1997ରୁ 1934 ମଧ୍ୟରେ ଓଡ଼ିଆ ସାହିତ୍ୟର ଗତିଧାରା ନିର୍ଣ୍ଣୟ କରିବାରେ ସେ କର୍ଣ୍ଣଧାରର ଭୂମିକା ଗ୍ରହଣ କରିଥିଲେ। ପ୍ରତି ସଂଖ୍ୟାରେ ପ୍ରକାଶିତ ତାଙ୍କର ଉଚ୍ଚକୋଟୀର ସମ୍ପାଦକୀୟ ତାଙ୍କ ପ୍ରତିଭାର ସମ୍ୟକ୍ ପରିଚୟ ପ୍ରଦାନ କରେ। ଏଥିରେ ଅତି ଉଚ୍ଚମାନର ଲେଖାମାନ ପ୍ରକାଶିତ ହୋଇଥିଲା। ବିଶ୍ୱନାଥ ସେ କାଳର ପଦ୍ୟବହୁଳ ଓଡ଼ିଆ ଗଦ୍ୟ ସାହିତ୍ୟକୁ ଦେଇଥିଲେ ନୂତନ ଦିଗ୍ଦର୍ଶକ। ସେ ଯେକୌଣସି ପ୍ରସଙ୍ଗକୁ ଆଧାର କରି ପ୍ରବନ୍ଧ ରଚନା କରିବାରେ ଥିଲେ ଅନନ୍ୟ ପ୍ରତିଭାର ଅଧିକାରୀ। ତାଙ୍କ ପ୍ରବନ୍ଧର ଭାବବସ୍ତୁ ପରିସର ଥିଲା ଜୀବନ ପରିବ୍ୟାପକ। ସେ ପତ୍ରପତ୍ରିକା ପୃଷ୍ଠାରେ ଶତାଧିକ ପ୍ରବନ୍ଧ ରଚନା କରିଥିଲେ ହେଁ ମାତ୍ର 20 ଗୋଟି ପ୍ରବନ୍ଧକୁ ନେଇ ବିବିଧ ପ୍ରବନ୍ଧ ନାମକ ଏକ ଗ୍ରନ୍ଥ ଯାହାକି 1896ରେ ପ୍ରକାଶିତ ହୋଇଥିଲା। ସ୍ୱାଧୀନ ଚିନ୍ତା, ଆଶା, ମହାଶ୍ରୁତ, ସ୍ୱାଧୀନତା, ରାକ୍ଷସ ଲୀଳା, ସ୍ତ୍ରୀ ଶିକ୍ଷା ଓ ଅନନ୍ତ ପ୍ରେମ ଏହି 7ଟି ପ୍ରବନ୍ଧ ଉତ୍କଳ ପ୍ରଭାରେ ଓ ଅବଶିଷ୍ଟ 13ଟି ପ୍ରବନ୍ଧ ସମ୍ବଲପୁର ହିତୈଷିଣୀ ପତ୍ରିକାରେ ପ୍ରକାଶିତ ହୋଇଥିଲା। ଏହା ଥିଲା ବିଶ୍ୱନାଥ କରଙ୍କ ପରିଚୟ। ଏହାପରେ ଆମେ ମହାଶ୍ରୁତ ପ୍ରବନ୍ଧଟିକୁ ଆଲୋଚନା କରିବା। ମହାଶ୍ରୁତ ପ୍ରବନ୍ଧଟି ବିଶ୍ୱନାଥ କରଙ୍କ ବିବିଧ ପ୍ରବନ୍ଧ ସଂକଳନରୁ ଗୃହୀତ ହୋଇଛି, ଯାହାକି ବିଶ୍ୱନାଥ ପରମେଶ୍ୱରଙ୍କ ଆଦେଶରେ ମହାକାଳ ସ୍ରୋତ କିପରି ସମଗ୍ର ବିଶ୍ୱକୁ ପ୍ରତି ମୁହୂର୍ତ୍ତରେ ନିୟନ୍ତ୍ରଣ କରୁଛି ତାହା ହିଁ ଏହି ପ୍ରବନ୍ଧର ବିଷୟବସ୍ତୁ। ଏହି ପ୍ରବନ୍ଧରେ ବାଗ୍ମୀ ବିଶ୍ୱନାଥଙ୍କ ବ୍ରହ୍ମଚେତନାର ପ୍ରତିଫଳନ ଦେଖିବାକୁ ମିଳେ, ଯାହାକି ନିର୍ଣ୍ଣିତ ପ୍ରସଙ୍ଗ ଭିତ୍ତିରେ ଆଲୋଚନା କରାଯାଇପାରେ। କଥାରେ ଅଛି ଟାଇମ୍ ଆଣ୍ଡ ଟାଇଡ୍ ୱେଟ୍ ଫର୍ ନନ୍, ଅର୍ଥାତ୍
ସମୟ ସ୍ରୋତ କାହାରିକୁ ଅପେକ୍ଷା କରେ ନାହିଁ। ତେଣୁ ନିଜକୁ ସମୟର ପ୍ରବାହରେ ଗତିଶୀଳ କରିବା ଉଚିତ ନୁହେଁ। ସ୍ୱୟଂନୁସାରେ ପ୍ରତ୍ୟେକ ଲୋକ କର୍ମ କରିବା ଉଚିତ। ଏହି ନିୟମାନୁବର୍ତ୍ତିତା ଫଳରେ ସମାଜ ତଥା ଦେଶ ଦହଭାବରେ ବିକାଶଶୀଳ ହୁଏ। ସମୟର ଗତି ଅନାସକ୍ତ। ସମୟ ଚିର ଗତିଶୀଳ। ସମୟ ପଛକୁ ଫେରେ ନାହିଁ। ଗତି ତା'ର ଆଗକୁ ଆଗକୁ ମହାସ୍ରୋତର କରାଳ ଗତିରେ ସମସ୍ତେ କବଳିତ। ସେ ନିଷ୍ଠୁର ଏବଂ କ୍ରୂର ତଥା ଅବିଶ୍ୱାସୀ। କାଳ ମଣିଷଠାରୁ ଦୂରବର୍ତ୍ତୀ ନୁହେଁ, ତା' ପାଖରେ ଅଶରୀର ଭାବରେ ସେ ବିଦ୍ୟମାନ ହୋଇଛି। ସେ ମହାସ୍ରୋତ ଅନନ୍ତ ଓ ଅସୀମ। ମଣିଷର ଜୀବନ ସୀମିତ ଅଟେ। ତେଣୁ କାଳ ସମୟାନୁବର୍ତ୍ତିତା ହେଲେ ଜୀବନ ବିକାଶ ହୁଏ। ଜୀବନର ବିକାଶରେ ସଂସ୍କୃତି ଓ ସଭ୍ୟତା ସୁସମୃଦ୍ଧି ହୁଏ। ଦାମ୍ଭିକ ଗର୍ବିତ ମଣିଷ ମହାସ୍ରୋତର ଦୁର୍ଲଙ୍ଘ୍ୟ ଗତିକୁ ସ୍ୱୀକାର ନ କଲେ ଜୀବନର ଅଧୋଗତି ହୁଏ। ତେଣୁ କଥାରେ ଅଛି, ଆଇଡଲ୍ ମାଇଣ୍ଡ ଇଜ୍ ଡେଭିଲ୍ସ ୱାର୍କସପ୍। ମହାସ୍ରୋତକୁ ସମ୍ମାନ ଦେବା ଏବଂ ତାହାକୁ ଅବନତ ମସ୍ତକରେ ସ୍ୱୀକାର କରି ତଦନୁଯାୟୀ କାର୍ଯ୍ୟ କରିବାକୁ ପ୍ରାବନ୍ଧିକ ବର୍ଣ୍ଣନା କରିଛନ୍ତି। ଯଦି ମନୁଷ୍ୟ ଏହାର ବ୍ୟତିକ୍ରମ ଆଚରଣ କରେ, ତେବେ ତାହାର କରାଳ ଗ୍ରାସରୁ ତା'ର ତ୍ରାହି ନାହିଁ। ପ୍ରାବନ୍ଧିକ ବିଶ୍ୱନାଥଙ୍କର ମହାସ୍ରୋତର ଅଖଣ୍ଡ ଅମିତ ଶକ୍ତିଶାଳୀ ପ୍ରକ୍ରିୟାକୁ ଚମତ୍କାର ଭଙ୍ଗୀରେ ଏହି ମହାସ୍ରୋତ ପ୍ରବନ୍ଧରେ ଉଲ୍ଲେଖ କରିଛନ୍ତି। ଏହି ମହାସ୍ରୋତଟି ଅବିଶ୍ରାନ୍ତ ପ୍ରବାହିତ ହେଉଛି। ତା'ର ବିଶ୍ରାମ ନାହିଁ। ସେ ମହାବେଗରେ ମହାସ୍ରୋତ ପ୍ରବାହିତ। ତା'ର ଦିବା ନାହିଁ, ରାତି ନାହିଁ। ସେ ନିରନ୍ତର ସର୍ବଦା ସେ ଅବିରତ ଭାବରେ ପ୍ରବାହିତ ହେଉଛି। ତା'ର ଅବିଶ୍ରାନ୍ତ ବି ଏକ ମହାନ୍ ଉଦ୍ଦେଶ୍ୟ ରହିଛି। ସେ ତା'ର ଯେଉଁଥିପାଇଁ ସେ ତା'ର ସାଧନାରେ ତତ୍ପର ଅଛି। ସେ ଥରେ ସୁଦ୍ଧା କାହାରି ଆଡ଼କୁ ଫେରି ଅନାଉ ନାହିଁ। ଏଇ ଯେଉଁ ଦାମ୍ଭିକ ମାନବ ବା ଅହଙ୍କାରୀ ଦର୍ପୀ ଧୂର୍ତ୍ତ ମାନବମାନେ ହସନ୍ତୁ ବା କାନ୍ଦନ୍ତୁ, ମରନ୍ତୁ ବା ବଞ୍ଚନ୍ତୁ, ସେଥିରେ ଏ ମହାସ୍ରୋତର ଦୃକ୍ପାତ ନାହିଁ ବା ଖାତିର ନାହିଁ। ତା'ର କର୍ତ୍ତବ୍ୟନିଷ୍ଠ ମହାବୀର ତୁଲ୍ୟରେ କେବଳ କର୍ତ୍ତବ୍ୟ ସାଧନାରେ ସେ ବ୍ୟସ୍ତ ରହିଛି। ସେଥିରେ ମଣିଷ ସ୍ରୋତ ମୁଖରେ ପଡ଼ି ଇତସ୍ତତଃ ଭାସୁଅଛି। ଉଚ୍ଚ ସ୍ୱରରେ ମର୍ମଭେଦ ଚିତ୍କାର କରୁଅଛି। ସମ୍ମୁଖରେ ଯାହା ପାଉଅଛି ତାହାକୁ ଅବଲମ୍ବନ କରି କୌଣସି ରୂପେ ସେ ତୀରକୁ ଉଠିବାକୁ ପ୍ରାଣପଣେ ଚେଷ୍ଟା କରୁଅଛି। କିନ୍ତୁ ଦାୟ, ସେଥିରେ ତାଙ୍କର ସକଳ ଶକ୍ତି ପରାସ୍ତ, ସକଳ ଚେଷ୍ଟା ମଧ୍ୟ ବ୍ୟର୍ଥ ହୋଇଛି। ଏହି ମହାସ୍ରୋତର ପ୍ରତିକୂଳରେ ଗତି କରିବା ବା ଏହାର ସର୍ବଗ୍ରାସୀ ରାଳ କବଳରୁ ଉଦ୍ଧାର ପାଇବା, ଏପରି ମହାବୀର ଏ ଭୂମଣ୍ଡଳରେ କେହି ଜନ୍ମି ନାହିଁ ବା କୌଣସି କାଳେ ଜନ୍ମଗ୍ରହଣ ମଧ୍ୟ କରିବ ନାହିଁ। ଭୁବନ ବିଜୟୀ ମହାବୀର ସିକନ୍ଦର, ସିଜର, ନେପୋଲିଅନ, ମହାରଥୀ ଭୀଷ୍ମ, ଦ୍ରୋଣ, କର୍ଣ୍ଣ, ଅର୍ଜୁନ ସମସ୍ତେ ଏହା ସମକ୍ଷରେ ନତମସ୍ତକ ହୋଇଛନ୍ତି। ଏହି ସାଧାରଣ ମାନବ ତୁମ୍ଭର ଇତିହାସ ବୋଲ କି ପୁରାଣ ବୋଲ କି ବିଜ୍ଞାନ ବୋଲ, ଶିଳ୍ପ ବୋଲ, ସମସ୍ତେ ଏହି ଉଚ୍ଚ ସ୍ୱରରେ ଏହାର କୀର୍ତ୍ତିଗାନ କରୁଅଛନ୍ତି। ତୁମ୍ଭେ କେବଳ ଏହାର କ୍ରୀଡ଼ା ସାମଗ୍ରୀ। ମୁହୂର୍ତ୍ତକେ ଏ ତୁମକୁ ହସାଇପାରେ, ମୁହୂର୍ତ୍ତକେ କନ୍ଦାଇପାରେ। ସର୍ବତ୍ର ଏହାର ପ୍ରଭାବ ଅପ୍ରତିହତ। ଏହାର ଏମନ୍ତ ସ୍ଥାନ ନାହିଁ ଯେଉଁଠାରେ ଏହାର ବେଗ ମନ୍ଦୀଭୂତ। ଯେତେବେଳେ ଏହି ଅସୀମ ବ୍ରହ୍ମାଣ୍ଡରେ କିଛି ମାତ୍ର ନଥିଲା, ସେତେବେଳେ ଏହି ବିସ୍ମୟକର ଚନ୍ଦ୍ର, ସୂର୍ଯ୍ୟ, ଗ୍ରହ, ନକ୍ଷତ୍ର କାହାର ନାମ ମଧ୍ୟ ସେହି ସମୟରେ ନଥିଲା। ସେହି ଘୋର ଅନ୍ଧକାରମୟ ସମୟରେ ସୁଦ୍ଧା ଏହି ମହାସ୍ରୋତ ମହାବେଗରେ ପ୍ରବାହିତ ହେଉଥିଲା।
ଅନ୍ତରାକ୍ଷବ୍ୟାପୀ ବାଷ୍ପମୟ ପରମାଣୁ ମହାସାଗରର ସୃଷ୍ଟି, ଏହାର ପ୍ରଭାବରେ ଅଗଣିତ ବିଚିତ୍ର ଜଗତ, ଏହାର ପ୍ରଭାବରେ କୋଟି କୋଟି ଜୀବର ଆବିର୍ଭାବ ଓ ତିରୋଧାନ ହେଇଥିଲା। ଲକ୍ଷ ଲକ୍ଷ ଜନପଦ ଓ ନଗରୀର ଉତ୍ଥାନ ଓ ପତନ ଓ କେତେ କେତେ ପ୍ରବଳ ପରାକ୍ରମୀ ବୀରମାନଙ୍କର ଉଦୟ ଓ ବିଲୟ ମଧ୍ୟ ହୋଇଥିଲା। ସମସ୍ତ ଏହାରି ଲୀଳା। ଏହାର କଟାକ୍ଷପାତ ମାତ୍ର କିଏ ଆଜି ଯେ ରାଜା କାଲି ସେ ଫକୀର। ଆଜି ଯାହା ନନ୍ଦନକାନନ କାଲି ସେ ଭୀଷଣ ମରୁପ୍ରାନ୍ତର। ଏହି ମୁହୂର୍ତ୍ତରେ ଯାହାର ପୌଷ ମାସ, ପରୋକ୍ଷତାରେ ତାର ସର୍ବନାଶ। ଏହି ମହାସ୍ରୋତର ଅଦ୍ଭୁତ ଲୀଳା। ଏହାର ଅଦ୍ଭୁତ ଲୀଳା ରହିଛି। କେତେ ଭାଙ୍ଗୁଅଛି, କେତେ ଗଢ଼ୁଅଛି, କେତେ ମାରୁଅଛି, କେତେ ତାରୁଅଛି, କିଏ ତାହା ଗଣନା କରିବ? ସେ ଗଣନା ମନୁଷ୍ୟ ଶକ୍ତିର ଅସାଧ୍ୟ ହୋଇଛି। ଏହି ଯେଉଁ ପୃଥିବୀର ଇତିହାସ ରହିଛି, ତାହା ଅତି କ୍ଷୁଦ୍ର। ମନୁଷ୍ୟ କେତେ ଦିନର ଏହା କିଏ କହିପାରିବ? ଖ୍ରୀଷ୍ଟିଆନ ଧର୍ମଶାସ୍ତ୍ର କହେ ପୃଥିବୀ ଓ ମନୁଷ୍ୟର ସୃଷ୍ଟି 6,000 ବର୍ଷ ହେଲା ରହିଅଛି। 6 ଦିନରେ ଜଗତର ସ୍ରଷ୍ଟା ଯାବତୀୟ କାର୍ଯ୍ୟ ନିକାଶରେ ବଡ଼ କ୍ଳାନ୍ତ ହୋଇ ପଡ଼ିଲେ, ଆଉ 7ମ ଦିବସରେ ସେ ବିଶ୍ରାମ ଗ୍ରହଣ କଲେ। ଆଉ ବିଜ୍ଞାନ କହେ ପୃଥିବୀର ଗୋଟିଏ ଗୋଟିଏ ସ୍ତରର ସଂସ୍ଥାନରେ କେତେ ସହସ୍ର ସହସ୍ର ବର୍ଷ ଅତୀତ ହୋଇଯାଇଛି। କିଏ ନିରୂପଣ କରିବ ତାହା? ପୃଥିବୀ ସୃଷ୍ଟିର କେତେ କାଳ ପରେ ମାନବର ପ୍ରଥମ ଆବିର୍ଭାବ ହୋଇଛି, କିଏ ସ୍ଥିର କରିବ ତାହା? ବିଜ୍ଞାନର ପ୍ରଭାବରେ ପୃଥିବୀର ଧର୍ମଶାସ୍ତ୍ରମାନଙ୍କର ରାଶି ରାଶି ଅସାର କାଳ୍ପନିକ କଥା କେଉଁଆଡ଼େ ଭାସି ଯାଉଅଛି। ଏହି ମହାସ୍ରୋତର ଆଦେଶରେ ବିଜ୍ଞାନ ଏହିପରି ପୃଥିବୀର ଆବର୍ଜନା ରାଶି, ଅସତ୍ୟ ରାଶି ଧୌତ କରିବାର ଯେତିକି ସତ୍ୟ, ସେତିକି କେବଳ ସେ ରଖିବ। ଅନନ୍ତ ସୃଷ୍ଟିର ତୁଳନାରେ ମନୁଷ୍ୟର ସ୍ଥାୟିତ୍ୱ କାଳ ଅତି ସାମାନ୍ୟ ହୋଇଛି। ଏହି ଯେଉଁ ପୃଥିବୀର ଇତିହାସ ରହିଛି, ଏହା ଜନସମାଜର କେତେଟା ବଡ଼ ବଡ଼ କଥାକୁ ନେଇ ଏହାର ଇତିହାସ ସୃଷ୍ଟି ହୋଇଛି। ଏହି ଯେଉଁ ମହାସ୍ରୋତ କେତେ ଅନ୍ଧକାରମୟ ସ୍ଥାନରେ, କେତେ ଅନ୍ଧକାରମୟ ହୃଦୟ କନ୍ଦରରେ ବି ମହାବ୍ୟାପାରମାନ ସଂଗଠନ କରୁଅଛି। ଇତିହାସ ବି ତାହାର ସମ୍ବାଦ ଜାଣେ। ତଥାପି ଇତିହାସ ଆମ୍ଭମାନଙ୍କର ନମସ୍ୟ, ଯେହେତୁ ସେହି ମହାସ୍ରୋତର କେତେକ ସ୍ଥୂଳ ବିବରଣୀ ପ୍ରଦାନ କରି ଆମ୍ଭମାନଙ୍କର ଏହା ମହାପ୍ରକାର ସାଧନ କରିଅଛି। ସେ ଯେଉଁ ବିବରଣୀ ରହିଛି, ତାହା କେବଳ ଭଙ୍ଗା ଅଗଢ଼ା ଭାବରେ ରହିଅଛି। ବିଶ୍ୱରାଜାଙ୍କର ରାଜଦୂତ ମହାକାଳସ୍ରୋତ, ଯାହାକି ସାଗର ଯେପରି ମହାଦେଶର ତୀରର ଭଗ୍ନ ମୃତ୍ତିକାଂଶ ସଂଗ୍ରହ କରି ଅତଳ ତଳ ରାଶି ମଧ୍ୟରେ ନୂତନ ମହାବେଗର ସୂତ୍ରପାତ କରେ, ଏହି ମହାସ୍ରୋତ ସେହିପରି ଏକ ରାଜ୍ୟ, ଏକ ସମାଜର ଭଗ୍ନାବଶେଷ ଦ୍ୱାରା ନବୀନ ଓ ସୁନ୍ଦରତର ରାଜ୍ୟ ଓ ସମାଜ ସଂଗଠନ କରୁଅଛି। ଭାରତ ଭାଙ୍ଗି ଇଂଲଣ୍ଡ ଗଢ଼ୁଅଛି, ସେ ୟୁରୋପ ଭାଙ୍ଗି ଆମେରିକା ଗଢ଼ୁଅଛି, ସେ ଚୀନ ଭାଙ୍ଗି ଜାପାନ ମଧ୍ୟ ଗଢ଼ୁଅଛି। ଏହାର ଆରମ୍ଭ କେବେ ଓ ଶେଷ କେଉଁଠାରେ, କିଏ ଏହା କହିପାରିବ? ଆବହମାନ କାଳ ଏ ବ୍ୟାପାର ଲାଗି ରହିଅଛି। କିଏ ଏହାର ଆରମ୍ଭ ଶେଷ କହି ମଧ୍ୟ ପାରିବେ ନାହିଁ। ନିର୍ବୋଧ ମାନବ ଏ ଯେଉଁ ମହାଶକ୍ତିଶାଳୀ ବୀରକୁ ଚିହ୍ନେ ନାହିଁ। ଏହାର ଉଦ୍ଦେଶ୍ୟ ସେ ବୁଝି ନାହିଁ। କେତେ ନିନ୍ଦା କରେ ସେ, କେତେ ଅଭିସମ୍ପାତ ବର୍ଷଣ ମଧ୍ୟ କରେ, କିନ୍ତୁ ସେଥିରେ ସେ ବଧିର ହୋଇଯାଇଛି। ସେ ଅକୁତ ଭୟରେ କେବଳ ନିଜ କର୍ତ୍ତବ୍ୟ ସାଧନ କରି ଚାଲି ଯାଉଅଛି। ମନୁଷ୍ୟ ତାହାକୁ ଚିହ୍ନୁ ବା ନ ଚିହ୍ନୁ, ସେଥିରେ ତାହାର କ୍ଷତି ବୃଦ୍ଧି ହୋଇନାହିଁ।
ସେ ମହାପ୍ରଭୁଙ୍କର ଭୃତ୍ୟ ମାତ୍ର। ତାଙ୍କର ଆଜ୍ଞା ପାଳନ କରି ସେ ଅବିଶ୍ରାନ୍ତ ଗତିରେ ବହି ଚାଲୁଅଛି। ସେ ମୁହୂର୍ତ୍ତକ ପାଇଁ ବିଚଳିତ ମଧ୍ୟ ହୋଇନାହିଁ। ଏ ଯେଉଁ ମହାସ୍ରୋତ, ଏହା ବିଶ୍ୱରାଜଙ୍କ ରାଜଦୂତ, ଯାହାକି ମହାକାଳ ସ୍ରୋତ। ପୁଣ୍ୟ, ସତ୍ୟ, ନ୍ୟାୟ, ପ୍ରେମ, ଗୁଣର ରାଜ୍ୟ ସଂସ୍ଥାପକ ସେ। ଏ ଯେଉଁ ମହାସ୍ରୋତ କେବଳ ଯେତେବେଳେ ଯାହା ଆସିବ ମନୁଷ୍ୟ ନତମସ୍ତକରେ ତାହା ଗ୍ରହଣ କରିବାକୁ ସେ ବାଧ୍ୟ, ନହେଲେ ତାହାର ନିସ୍ତାର ମଧ୍ୟ ନାହିଁ। ଏହାର ଅବମାନନା କରି ସେ କେବେ ରାଜାଧିରାଜ ମୁହୂର୍ତ୍ତକେ ସିଂହାସନଚ୍ୟୁତ ହୋଇଅଛନ୍ତି। କେତେ ବୀର ବରଙ୍କ ଉନ୍ନତ ମସ୍ତକ ଲୁଣ୍ଠିତ ହୋଇ ଅଛି। କେତେକ ସମୃଦ୍ଧଶାଳୀ ରାଜ୍ୟ ଭୟଙ୍କର ବିପ୍ଳବର ସଂଘର୍ଷଣରେ ଛାରଖାର ହୋଇଅଛି। ମନୁଷ୍ୟ ଏସବୁ ଦେଖି ସୁଦ୍ଧା ସେ ଦେଖିଲା ଭଳି ହୋଇନାହିଁ। ତେଣୁ ତାହାର ଏପରି ଭାବରେ ସେ ତାହାର ଦୁର୍ଦ୍ଦଶା ନିଜେ ହିଁ କରିଛି। ଶାସ୍ତ୍ରର ଦୋହ ଅଛି, ମହାପୁରୁଷଙ୍କର ଦୋହ, ପିତାମାନଙ୍କ ଦୋହ, ରାଜା ମୁକୁଟର ଦୋହ ଇତ୍ୟାଦି ଶତପ୍ରକାର ସହସ୍ର ପ୍ରକାର ଦୋହ ଦେଇ ନିଷ୍କୃତି ଲଭିବ ମନୁଷ୍ୟ ମନକରେ। ମନୁଷ୍ୟ ହେଉଛି କ୍ଷୁଦ୍ର, ଅପୂର୍ଣ୍ଣ, କିନ୍ତୁ ସେ ପୂର୍ଣ୍ଣ। ମନୁଷ୍ୟକୁ ପୂର୍ଣ୍ଣ ବୋଲି କୁହାଯିବାର କାରଣ ରହିଛି। ମନୁଷ୍ୟ ଯେତେବେଳେ ମନୁଷ୍ୟତ୍ୱର ଚରମ ଆଦର୍ଶ ଅନୁସରଣ କରେ, ସେତେବେଳେ ସେ ତାହାର ପୂର୍ଣ୍ଣତ୍ୱ ଲାଭ କରେ। ତାହାକୁ ସେହି ଆଦର୍ଶର ଅନୁବର୍ତ୍ତୀ କରିବା ପାଇଁ ମହାସ୍ରୋତର ଏହି ଲୀଳା ରହିଛି। ଯେତେଦିନ ଯାଏ ସକଳ ମନୁଷ୍ୟ, ଏ ସକଳ ସମାଜ ଏ ମହା କକ୍ଷର ଅନୁଗାମୀ ନ ହେବ, ସେତେଦିନ ଯାଏ ଏ ଭଙ୍ଗା ଗଢ଼ାର ବିରାମ ନାହିଁ। ମହାସ୍ରୋତ ହିଁ ନବୀକରଣର ପ୍ରଚାୟକ। ମନୁଷ୍ୟ ତା'ର କ୍ଷୁଦ୍ର ବୁଦ୍ଧି ପରିତ୍ୟାଗ ପୂର୍ବକ ମହାସ୍ରୋତର ମହାନ୍ ଉଦ୍ଦେଶ୍ୟକୁ ହୃଦୟଙ୍ଗମ କରିବା ଉଚିତ। ମହାସ୍ରୋତର ବଦାନ୍ୟକୁ ସ୍ୱୀକାର କରି ତା ପ୍ରଦତ୍ତ ଦ୍ରବ୍ୟ ଗ୍ରହଣ କରିବା ବାଞ୍ଛନୀୟ। ତାହାର ସମସ୍ତ ନୀତିନିୟମ ଆଦେଶକୁ ଅବଜ୍ଞା ନ କରି ବିନା ଦ୍ୱିଧାରେ ପାଳନ କରିବା ଉଚିତ। ଏହାକୁ କାର୍ଯ୍ୟରେ ନିୟୋଜିତ କଲେ ଭୟଙ୍କର ରାଷ୍ଟ୍ର ବିପ୍ଳବ, ସମାଜ ବିପ୍ଳବ, ଧର୍ମ ବିପ୍ଳବ ପ୍ରଭୃତି ଲୋମହର୍ଷଣକାରୀ ବ୍ୟାପାରମାନ ଆଉ ମାନବ ପ୍ରାଣକୁ ଆତଙ୍କରେ ଅସ୍ଥିର କରିବ ନାହିଁ। ସମସ୍ତେ ଏକାକାର ହୋଇ ଏକ ମନ ଏକ ପ୍ରାଣରେ ବିଶ୍ୱରାଜଙ୍କ ରାଜଦୂତଙ୍କୁ ମହାସମାଦରରେ ସାଧନ କରିବେ। ପରିଶେଷରେ ପ୍ରାବନ୍ଧିକ ଦୁର୍ବୁଦ୍ଧି ତ୍ୟାଗ ପୂର୍ବକ ବିଶ୍ୱରାଜଙ୍କ ପ୍ରେରିତ ରାଜଦୂତକୁ ଅପମାନିତ କରିବାର ଆସ୍ପର୍ଦ୍ଧା ଛାଡ଼ି ତାଙ୍କୁ ଅତୀବ ପ୍ରୀତିପୂର୍ଣ୍ଣ ଭାବେ ସ୍ୱାଗତ କରିବାକୁ ପ୍ରୟାସ କରିଛନ୍ତି। ଏହି ପ୍ରୟାସ ନୂତନ ପିଢ଼ି ପାଇଁ ପରିବର୍ତ୍ତନର ପବିତ୍ର ଧାରା। ଏହି ପରିବର୍ତ୍ତନ ଉନ୍ନତିର ଦ୍ୟୋତକ। ପରିବର୍ତ୍ତନ ପ୍ରକ୍ରିୟା ସୃଷ୍ଟିର ଏକ ସ୍ୱାଭାବିକ ଅବସ୍ଥା, ଯାହା ମହାକାଳ ସ୍ରୋତର ବିପରୀତମୁଖୀ ନ ହୋଇ ପରିବର୍ତ୍ତନକୁ ସ୍ୱାଗତ ଜଣାଇବା, ତା ସହିତ ଏକାକାର ହେବାର ସମ୍ଭାବନାକୁ ପ୍ରାବନ୍ଧିକ ଆଶା ରଖିଛନ୍ତି। ପ୍ରତିକୂଳରେ ବିଳମ୍ବିତ ହେବାଠାରୁ ମହାସ୍ରୋତ ଗୁରୁତ୍ୱକୁ ଗ୍ରହଣ କରି କାର୍ଯ୍ୟ କରିବା ଉଚିତ ବୋଲି ପ୍ରାବନ୍ଧିକ ମତ ରଖିଛନ୍ତି। ତାଙ୍କ ମତରେ ମହାସ୍ରୋତ ମାନବର ଶତ୍ରୁ ନୁହେଁ, ବିଶ୍ୱେଶ୍ୱରଙ୍କ ସହିତ ପରମ ବନ୍ଧୁ। ସେ ଅନନ୍ତ, ଅପରାଜେୟ, ଅସୀମ ଓ ପରମ ଶକ୍ତିଶାଳୀ ବୋଲି ସେ କହିଛନ୍ତି। ଜୀବନର ଅନନ୍ତ ଭାବି ମହାସ୍ରୋତକୁ ଉପେକ୍ଷା କଲେ ଜୀବନ ହୁଏ ନଷ୍ଟ ବିନଷ୍ଟ। ଜୀବନରେ ନିଷ୍ଫଳ କର୍ମ ନ କରି ବିଶ୍ୱରାଜଙ୍କ ରାଜଦୂତକୁ ସମ୍ମାନ ଦେବା ସହିତ ତାଙ୍କର ନିର୍ଦ୍ଦେଶିତ କର୍ମ କଲେ ମାନବ ସଭ୍ୟତା ସଂସ୍କୃତି ବିକଶିତ ହେବାର ପ୍ରାବନ୍ଧିକ ଆଶା ପୋଷଣ କରିଛନ୍ତି। ଯାହାକି ତାହା ଅତ୍ୟନ୍ତ ମାର୍ମିକ ତଥା ହୃଦୟସ୍ପର୍ଶୀ ହୋଇପାରିଛି। ଧନ୍ୟବାଦ।